ଆମେ ତ ଧାନ ଚାଷ କରୁଥିଲୁ। ଏ ବର୍ଷ ଟିକେ ଟୋକେନ୍ ସମସ୍ୟା ହେଲା, ବହୁତ ଲେଟ୍ ଟୋକେନ୍ ଆସିଲା। ତାପରେ ମଧ୍ୟ ଆମର ଏକରକୁ 25ରୁ 30 କୁଇଣ୍ଟାଲ ଧାନ ପାସୁଥିଲା ବେଳେ ଏ ବର୍ଷ ଚଳିତ ବର୍ଷ 15 କୁଇଣ୍ଟାଲ ହିସାବରେ 13 କୁଇଣ୍ଟାଲ 15 କୁଇଣ୍ଟାଲ ହିସାବରେ ଦେଇଛନ୍ତି, ଯାହାଦ୍ୱାରା କି ଆମର 10 ଏକର ଜମିରେ ଆଉ ବଳକା 100 କୁଇଣ୍ଟାଲ ହିସାବରେ ଧାନ ରହିଯାଇଛି। ସେଟା ଆମେ ବିକି ପାରୁନୁ, ବର୍ତ୍ତମାନ ସେମିତି ଘରେ ଅଛି ଧାନ। ଆମର ପ୍ରଥମ ପର୍ଯ୍ୟାୟରେ ଯାହା ଟୋକେନ୍ ଦେଇଥିଲେ ତାହା ଆଉ ଟୋକେନ୍ ଆସିନି। ସବୁ ବର୍ଷ ମୋତେ 75 କୁଇଣ୍ଟାଲ ତାପରେ ଆଉ କିଛି ଆସୁଥିଲା ମାଣ୍ଡି, କିନ୍ତୁ ଏ ବର୍ଷ ଗୋଟେ 75 47 ଏତିକିରେ ସରିଗଲା, ଆଉ ମାଣ୍ଡି ମଧ୍ୟ ଆସିନି। ସରିଗଲା ପରେ କ'ଣ କରାଯିବ, ଆମେ ବାଧ୍ୟ ହେଇକି ଲିଖିତ ଭାବରେ ଦେଇକିରି ରବି ପାଇଁ ବୋଲି ଆପ୍ଲାଏ କରିବୁ। ଆମର ଅସୁବିଧାଟା ଜଣେଇକି ଆମେ ଆପ୍ଲାଏ କରିବୁ ଆଉଥରେ, ଆଉ କିଛି ବାଟ ନାହିଁ। ବଳକା ଧାନ ଆମେ ସାଇତିକିରି ଗଚ୍ଛିତ ଭାବେ ରଖିଛୁ। ଆଉ ଯେଉଁ ଟାଇମ୍ରେ ଆମେ ରବି ଚାଷ ନ କଲେ ମଧ୍ୟ ରବି ପାଇଁ ଆମେ ମଣ୍ଡି ଆପ୍ଲାଏ କରିବୁ। ମୁଁ ଜାନୁଆରୀ ମାସରେ ବିକି ଦେଇଥିଲି ଆଗରେ ଗତ ବର୍ଷ। ଏ ବର୍ଷ ଟୋକେନ୍ ଆସି ନାହିଁ, କିଛି ନାହିଁ। ସେମିତି କଳାରେକା ଧାନ ଅଛି 7 ଏକର ଚାଷ କଲେ ଧାନ। ସେମିତି 150 ପ୍ୟାକେଟ୍ ଅଛି ମୋ ପାଖରେ, 150 ଉପରେକା ଅଛି। ସେମିତି ଖଳାରେ ଅଛି ଧାନ, ଏପରି ବିକି ନାହିଁ। ସରକାର ରେଟ୍ ଆସିବ ବୋଲି ମୁଁ ଦେଖୁଛି। ଆମେ ବାହାରେ ଏକା ରଖିଛୁ ସାର୍, କେଉଁ ଗୋଦାମ ନାହିଁ, କିଛି ନାହିଁ, ଅସୁବିଧା ନାହିଁ। ସେ ମିଲର ନେଉନି କି ମଣ୍ଡି ଓପନ୍ ହେଉନି, ମଣ୍ଡିକି ନେବୁ ବୋଲେ ଅସୁବିଧା ହେଉଛି। ସବୁ ପ୍ରକାର ଅସୁବିଧା ଆମ ଉପରେ ଲେଦି ଦେଇକିରି ସେମାନେ ଇଏ କରୁଛନ୍ତି, ବାହାବା ମାରୁଛନ୍ତି। ଆଉ କେବେ ବୋଲି 17ରେ ଓପନ୍ ହେବ ବୋଲି ପେପର ସବୁ ବାଣ୍ଟିଲେ, ସେ ଇଏ RMC ବାଲା ବାଣ୍ଟିଲେ, ତାପରେ ଓପନ୍ ହେଇଗଲା। ଓପନ୍ କରିଦେଲେ ସେମାନେ, କିନ୍ତୁ ଧାନ କିଏ କିଣିବାକୁ ନାହିଁ, କିଏ ନେବାକୁ ନାହିଁ। ଆମେ ଶୀତ କାକରରେ ସହିକିରି ଖଳା ଜଗିକିରି ରହିଛୁ। ଶୀତରେ ପଡ଼ିଲେ କିଛି ହେବନି, ବର୍ଷା ହେଲେ ବହୁତ ଅସୁବିଧା ଆଜ୍ଞା। ଅଦିନିଆ ବର୍ଷା ଯଦି ହେଇଯିବ ବୋଇଲେ ଆମର ସବୁ ଯାକ ନଷ୍ଟ ହେଇଯିବ। ଆମର ଏ ବର୍ଷକର କଷ୍ଟ ସବୁ ହେଇଯିବ, ଆମେ ବଞ୍ଚିବାର ବହୁତ କଷ୍ଟ ହେଇଯିବ ଆଜ୍ଞା। ସେଇ ତ ବାସୁଛନ୍ତି। ଆଉ ଯେତେ ଶୁଖେଇକିରି ମୁଁ 10 ଦିନ ଶୁଖେଇଲେ ଆଜ୍ଞା, 10 ଦିନ ଶୁଖେଇଲେ ମଧ୍ୟ ଆହୁରି FAQ ହେଇନି। ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଜିଲ୍ଲାରେ ଟୋଟାଲ 16,938 ଜଣକ ଚାଷୀ ବିକ୍ରି କରିଛନ୍ତି। ଆଉଟ୍ ଅଫ୍ ସମୁଦାୟ ଚାଷୀ ହେଉଛି 21,486। ଏବଂ ଆମର ବର୍ତ୍ତମାନ ଆଜି ପର୍ଯ୍ୟନ୍ତ କିଣା ହେଇଛି 8,13,313 କୁଇଣ୍ଟାଲ। ଆମର ସମୁଦାୟ ଟାର୍ଗେଟ୍ ଆମକୁ ସରକାର ଦେଇଥିଲେ 9,32,000 କୁଇଣ୍ଟାଲ। ବର୍ତ୍ତମାନ 16,938 ଜଣ ଚାଷୀଙ୍କ ପାଖକୁ କିଣା ଯାଇଛି।